Nikki, come on, come on, come on. Hurry up. It's getting late. Let's go. चलो चलो चलो. Hello. Hello. Yes. Yeah. Just give me 2 hours. I'll be there. Right. Right. Thank you. Yeah. Here is our plan. Near about 1 acre forest land आमको सफा करिया अछि. But madam ता भीतर किछि local tribe रहउछंती जो माने कि forest ऊपर fully dependent. सेमान हुए त म construction time रे किछि problem create करि पारंती. ସେମାନେ ଏଠାରେ illegally ରହି ଆସୁଛନ୍ତି. How long can they survive depending on this forest? We can actually offer them some jobs. ଆମର ବହୁତ workers ଦରକାର ପଡ଼ିବ. So we can ask them to work in a construction site. Right. But that's strange. City ଏଠାରୁ କିଛି ମାଇଲ ଦୂରରେ. But why are they still living in this forest?
How was your day, Nikki? ସବୁଦିନ ପରି କିଛି ତ ଅଲଗା ହେଇଥିବ। ଏ ବଣ ଜଙ୍ଗଲ ପାହାଡ଼ ଝରଣା ଏସବୁ କିଏ ବନେଇଛି? ଏ କି ପ୍ରଶ୍ନ? That's a part of nature. ଘରୁ ସ୍କୁଲ ସ୍କୁଲରୁ ଘରୁ ଯିବା ଆସିବା ବାଟରେ ଖାଲି ବଡ଼ ବଡ଼ କୋଠା ଧୂଳି ଧୂଆଁ ମଟର ଗାଡ଼ି ଶବ୍ଦ ଛଡ଼ା ଆଉ କିଛି ନାହିଁ। ଯାହା ମୁଁ ଦେଖିବାକୁ ଚାହେଁ ସେ ସବୁ ବହିର ଫର୍ଦ୍ଦ ଓ ଟିଭି ସ୍କ୍ରିନ୍ରେ ରହିଯାଉଛି। ତାହେଲେ ତୁ କ'ଣ ଦେଖିବାକୁ ଚାହୁଁଛୁ? ମାମା ତମେ ଲାଷ୍ଟ ଟାଇମ୍ କେବେ ଫରେଷ୍ଟ ଦେଖିଥିଲ? ଆଜି ହିଁ ଦେଖିଛି। ସହରରୁ କିଛି ଦୂରରେ ଗୋଟେ ଫରେଷ୍ଟ ଅଛି। ସେଠି ଆମର ନୂଆ କନଷ୍ଟ୍ରକ୍ସନ୍ ପ୍ରୋଜେକ୍ଟ ଷ୍ଟାର୍ଟ ହେବାର ଅଛି। ଯାହା ଆମେ ଓନ୍ କରୁନେ ତାହା ଆମେ ଡେଷ୍ଟ୍ରୟ କରୁଛେ କାହିଁକି? Nikki, get up, get up. उठ जा, we're getting late. It's Sunday, Mom. School is off. Where are we going? It's a surprise. Surprise? ଆମେ କୁଆଡ଼େ ଯାଉଛେ? କିଛି ଦୂରକୁ ତ ବହିର ଫର୍ଦ୍ଦ ଆଉ ଟିଭିର ସ୍କ୍ରିନ୍ ଠାରୁ। କିଏ ସେ କାରିଗର ଯିଏ ଆମ ଜୀବନକୁ ସୁନ୍ଦର କରିବା ପାଇଁ ଏତେ ସବୁ ଉପାଦାନ ଭରି ଦେଇଛି? କେଉଁଠି ଆକାଶରେ ମାଳମାଳ ବାଦଲ ଭାସି ଯାଉଛି ତ କେଉଁଠି ନୀଳସାଗରର ଢେଉ ଆସି ମୋ ପାଦକୁ ଛୁଇଁ ଫେରି ଯାଉଛି। ଏ ସମୁଦ୍ର ତ କାହିଁ ଥକି ଯାଉନି? ମନେ ହେଉଛି ସମୁଦ୍ର କୂଳରେ ବସି ଢେଉ ଗଣନ୍ତି, ବାଲି ଘର କରି ଖେଳନ୍ତି। ହେଲେ ହେବ କ'ଣ? ଏ ଢେଉ ତ ଆସି ମୋ ବାଲି ଘରକୁ ଭାଙ୍ଗି ନେବ। ସହରକୁ ଗଢ଼ିବା ପାଇଁ ପ୍ରତିଦିନ କେତେ ବଡ଼ ବଡ଼ ଗଛ ସବୁ ବଳି ପଡ଼ିଯାଉଛନ୍ତି। ଚଢ଼େଇମାନେ ମୁହଁ ଫେରାଇ ନେଉଛନ୍ତି। ଡାଳଟିଏ ନାହିଁ ଉଡ଼ି ଆସି ବସିବା ପାଇଁ। ଉଚ୍ଚ ଉଚ୍ଚ କୋଠା ବାଧା ଦେଉଛନ୍ତି ଖୋଲା ଆକାଶରେ ଡେଣା ମେଲି ଟିକେ ଉଡ଼ିବାକୁ। ଶାନ୍ତ ବାତାବରଣ ଓ ସୂର୍ଯ୍ୟର କିରଣ ପାଇବା ବି ସ୍ୱପ୍ନ ହୋଇଯାଇଛି। ନା ଦେଖି ହେଉଛି ସୂର୍ଯ୍ୟୋଦୟ, ନା ପାହାଡ଼ ପଛରେ ଲୁଚି ଯାଉଥିବା ସୂର୍ଯ୍ୟାସ୍ତର ଦୃଶ୍ୟ। ଏସବୁ କେବଳ ଭାବନାରେ ହିଁ ସୀମିତ ହୋଇ ରହିଯାଉଛି। କିନ୍ତୁ ଏଠି ତ ସୂର୍ଯ୍ୟ କିରଣ ସବୁ ଦିଗରେ ପଡୁଛି।
ଏ ଚଢ଼େଇ ମାନେ କେତେ ଆନନ୍ଦରେ ଉଡୁଛନ୍ତି। ଏଠି ତାଙ୍କୁ ତ କେହି ବାଧା ଦେଉନାହାନ୍ତି କି କିଛି ଶକ୍ତ ପଞ୍ଜୁରୀ ନାହିଁ ବାନ୍ଧି ରଖିବା ପାଇଁ। ଆଉ ମୁଁ ବାନ୍ଧି ହେଇ ରହିଯାଉଛି ଘର ଆଉ ସ୍କୁଲ ଯିବା ଆସିବା ରାସ୍ତାରେ। ସେହି କୋଳାହଳ, ଧୂଳି ଧୂଆଁ, ଗାଡ଼ି ମଟର ଶବ୍ଦ, ବ୍ୟସ୍ତବହୁଳ ଜୀବନରେ ନିଶ୍ୱାସ ଟିକେ ନେବା ବି ସଂଘର୍ଷ ପାଲଟି ଯାଇଛି। ସହର ବଢ଼ିବା ସଙ୍ଗେ ସଙ୍ଗେ ପ୍ରକୃତି ଯେମିତି ଦିନକୁ ଦିନ ସଂକୀର୍ଣ୍ଣ ହୋଇପଡ଼ୁଛି। ଏଥିପାଇଁ କ'ଣ ଦାୟୀ ଏ ବଡ଼ ବଡ଼ ଅଟ୍ଟାଳିକା, ନା ଆମ ଆବଶ୍ୟକତା? କ'ଣ ଆବଶ୍ୟକତା ଆମର ଜୀବନକୁ ସଂକୀର୍ଣ୍ଣ କରିଦେଉଛି? ମାମା, ଆମେ ଏ ପବନରୁ ମୁଠାଏ ନେଇଯାଆନ୍ତେ କି ଆଉ ବାଣ୍ଟି ଦିଅନ୍ତେ ସମସ୍ତଙ୍କ ପାଖରେ? ସତରେ କ'ଣ ନେଇ ହେବ? ମୁଁ ବି ନିକି ଭଳି ଅଜବ ପ୍ରଶ୍ନ କରୁଛି। ମୁଁ କେବଳ ମୋ ଭାବନା ଛଡ଼ା କିଛି ବି ଏଠାରୁ ନେଇପାରିବି ନାହିଁ। ସମୟ କାହା ପାଇଁ ରହିଛି ନା ରହିବ? ମୋତେ ପୁଣି ଥରେ ଫେରିବାକୁ ପଡ଼ିବ ସେହି ସହର କୋଳକୁ ଯେଉଁଠି ଜୀବନ ସୀମିତ ହୋଇଯିବ। କୋଳାହଳମୟ ପରିବେଶ ଓ ଟ୍ରାଫିକ୍ ସିଗ୍ନାଲ ଭିତରେ। କାଲି ଏମିତି ଆହୁରି ଉଚ୍ଚ ଅଟ୍ଟାଳିକା ଠିଆ ହେବ, ମୁକ୍ତ ପବନ ଓ ସୂର୍ଯ୍ୟର କିରଣକୁ ବାଧା ଦେଇ। ମୁଁ କିନ୍ତୁ ଚାହେଁ ସହରର ଆକାଶରେ ସୂର୍ଯ୍ୟର ସୁନେଲି କିରଣ ହସୁ, ଫୁଲର ବାସ୍ନା ଚାରିଆଡ଼େ ଖେଳି ହେଇଯାଉ, ଖୁଣ୍ଟିର ତାରରେ ଘରର ଛାତରେ ବସୁଥିବା ଚଢ଼େଇମାନେ ଗଛର ଡାଳରେ ବସି ଗୀତ ଗାଆନ୍ତୁ। ଏସବୁ କେବଳ ମୋ ସ୍ୱପ୍ନ ହିଁ ନ ରହିଯାଉ।